ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମନୁଷ୍ୟକୁ ପାପରୁ ଅନୁତାପ କରିବାକୁ ହେବ, କାରଣ ଏହି ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବା, ସେତେଦିନ ପର୍ଯ୍ୟନ୍ତ ଅନେକ ସମୟରେ ଖରାପ କାର୍ଯ୍ୟ ଆମ୍ଭେମାନେ କରିଥାଇପାରୁ ବା କରିଅଛୁ ମଧ୍ୟ। ଆପଣମାନେ ନିଜେ ନିଜେ ନିଜକୁ ଟିକେ ଭାବନ୍ତୁ, ନିଜ ବିଷୟରେ ଟିକେ ଚିନ୍ତା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବା, ସେତେଦିନ ପର୍ଯ୍ୟନ୍ତ ମନୁଷ୍ୟ ଜୀବନରେ ଦୁଃଖ ଏବଂ ସୁଖ ଲାଗି ରହିବ। ଅନେକ ସମସ୍ୟାର ସମ୍ମୁଖୀନ ଆମ୍ଭେମାନେ ହେବା, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଖରାପ କାର୍ଯ୍ୟ ମଧ୍ୟ ଆମ୍ଭେମାନେ କରିଥିବା। ସେଥି ନିମନ୍ତେ ପରମେଶ୍ୱରଙ୍କ ପାଖରେ, ଯେଉଁ ପରମେଶ୍ୱର ଆପଣଙ୍କୁ ସୃଷ୍ଟି କଲେ, ମୋତେ ସୃଷ୍ଟି କଲେ, ଏହି ପୃଥିବୀକୁ ସୃଷ୍ଟି କଲେ, ସେହି ପରମେଶ୍ୱରଙ୍କ ପାଖରେ ଆମ୍ଭେମାନେ ନିଜର ପାପକୁ ସ୍ୱୀକାର କରିବାକୁ ପଡ଼ିବ। ମୁଁ ଜଣେ ପାପୀ ବୋଲି କହିବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରକୃତି ଅଲଗା ଏବଂ ଏହି ପ୍ରକୃତିକୁ ସୃଷ୍ଟି କରିଥିବା ବ୍ୟକ୍ତି ଅଲଗା। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣମାନଙ୍କ ପାଖରେ ଏହି ପାପ ବିଷୟରେ ସୁନ୍ଦର ଭାବରେ ଜାଣିବା ନିମନ୍ତେ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାଲବରୀର 3ଟି କ୍ରୁଶ ପ୍ରତି ଆମ୍ଭେମାନେ ଦୃଷ୍ଟିପାତ କରିବା ବା ଜାଣିବା ନିମନ୍ତେ ଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଅନେକ ସମୟରେ ଅନେକ ଜାଗାରେ ଆମ୍ଭେମାନେ ଖରାପ କାର୍ଯ୍ୟ କରିଥାଉ, ବ୍ୟଭିଚାର କରିଥାଉ, ଲୋକମାନଙ୍କୁ ଖରାପ ଭାଷା କହିଥାଉ କିମ୍ବା ଶାରୀରିକ ସମ୍ପର୍କ ମଧ୍ୟ କରିଥାଉ। ଏ ପ୍ରକାର ଅନେକ ଲୋକ ଅନେକ ଖରାପ କାର୍ଯ୍ୟ କରୁଅଛନ୍ତି। ସେହି ଖରାପ କାର୍ଯ୍ୟକୁ ନେଇ ନିଜକୁ ନିଜେ ଅନୁତାପ କରିବାକୁ ପଡ଼ିବ ଏବଂ ପରମେଶ୍ୱରଙ୍କ ପାଖରେ ସ୍ୱୀକାର ମଧ୍ୟ କରିବାକୁ ପଡ଼ିବ। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କାଲବରୀର 3ଟି କ୍ରୁଶ ପ୍ରତି ସୁନ୍ଦର ଭାବରେ ଦୃଷ୍ଟିପାତ କରିବା ବା ଦେଖିବା ନିମନ୍ତେ ଯିବା। ଆପଣମାନେ କିଛି ସମୟ ସଠିକ ଭାବରେ ଶୁଣନ୍ତୁ, ସଠିକ ଭାବରେ ବୁଝନ୍ତୁ ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କର ମତାମତ ନିହାତି ଭାବରେ ଜଣାଇବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣନ୍ତି ପ୍ରଭୁ ଯୀଶୁ କ୍ରୁଶ କାଠରେ ଝୁଲିଲେ ଏବଂ ଦୁଇ ପାଖରେ 2ଟି ଚର ମଧ୍ୟ ଯୀଶୁଙ୍କର ସହିତ ଝୁଲିଲେ। ଆପଣମାନେ ସମସ୍ତ ଲୋକ ଜାଣନ୍ତି। ଯଦି ଜାଣିନାହାନ୍ତି ତାହେଲେ ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲ ନୂତନ ନିୟମ ଆପଣମାନେ ଅଧ୍ୟୟନ କରନ୍ତୁ, ତେବେ ଯାଇ ଆପଣମାନେ ଜାଣିପାରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ମଧ୍ୟସ୍ଥଳରେ ଝୁଲିଲେ, ସେ ପାପ ନିମନ୍ତେ ପ୍ରାଣ ଦେଲେ। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପାପ ବିଷୟରେ ଆପଣମାନଙ୍କ ପାଖରେ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରୁଅଛି ଯେ ଆମ୍ଭେମାନେ ନିଜର ପାପକୁ ସ୍ୱୀକାର କରିବାକୁ ପଡ଼ିବ। ଆପଣମାନେ ବୁଝିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ମଧ୍ୟସ୍ଥଳରେ ଝୁଲିଲେ, ସେ ପାପ ନିମନ୍ତେ ପ୍ରାଣ ଦେଲେ। ଦୁଇ ପାର୍ଶ୍ୱରେ 2ଟି ଚୋର, ମଝିରେ ଯୀଶୁ ଆମ୍ଭମାନଙ୍କର ପାପ ନିମନ୍ତେ ସେ କ୍ରୁଶ କାଠରେ ନିଜର ପ୍ରାଣ ଦେଲେ ଏବଂ ମୃତ୍ୟୁକୁ ଜୟ କରି ସେ ଜୀବିତ ହେଲେ। ଆପଣମାନେ ସମସ୍ତେ ଜାଣନ୍ତି ପ୍ରଭୁ ଯୀଶୁ ସେ ମୃତ୍ୟୁକୁ ଜୟ କରି ଜୀବିତ ହୋଇଅଛନ୍ତି। ସେ ପ୍ରଭୁଙ୍କର ପ୍ରିୟ ଲୋକମାନେ, 2 ପଟେ 2 ଚୋର ମଧ୍ୟରେ ଝୁଲିଲେ। ଜଣେ ଚୋର ବା 2 ପଟେ 2 ଚୋର ମଧ୍ୟ ଝୁଲିଥିଲେ। ଆପଣମାନେ ସମସ୍ତ ଲୋକ ଜାଣନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ଚୋର
ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟରେ କାତର ଭାବରେ ପ୍ରାର୍ଥନା କଲେ। ଦୁଇ ପାର୍ଶ୍ୱରେ ଦୁଇଟି ଚୋର, ଗୋଟିଏ ଚୋର ପ୍ରଭୁଙ୍କ ପାଖରେ ସେ ଅନୁତପ୍ତ ହୋଇ ନିଜକୁ ସ୍ୱୀକାର କରି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ତାହାର ପ୍ରାର୍ଥନା ଶ୍ରବଣ କଲେ। ପ୍ରଭୁ ଯୀଶୁ ସେଇ ଚୋରର ପ୍ରାର୍ଥନା ଶ୍ରବଣ କଲେ। ଯେଉଁ ଚୋର ନିଜକୁ ଅନୁତପ୍ତ କରି ନିଜକୁ ନିଜେ ସ୍ୱୀକାର କରି ମୁଁ ଜଣେ ଖରାପ ବ୍ୟକ୍ତି ବୋଲି କହି ଈଶ୍ୱରଙ୍କର ପବିତ୍ର ବାଇବଲରେ ଅନେକ ବିଷୟ ଲେଖାଯାଏ। ଆଉ ଗୋଟିଏ ଚୋରକୁ ଆଉ ଗୋଟିଏ ଚୋର ଯାହାକି ଗାଳି ମଧ୍ୟ କରୁଅଛି, ଆପଣମାନେ ଅଧ୍ୟୟନ କରିଥିବେ। କିନ୍ତୁ ସେ କାତର ଭାବରେ ପ୍ରାର୍ଥନା କଲେ ଏବଂ ସେ ତାହାର ପ୍ରାର୍ଥନା, ସେଇ ଚୋରର ପ୍ରାର୍ଥନା, ଯେଉଁ ଚୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ ସେଇ ଚୋରର ପ୍ରାର୍ଥନା ଶ୍ରବଣ କଲେ ପ୍ରଭୁ ଯୀଶୁ ଓ ସେଇଦିନ ପାରାଦୀସକୁ ନେବି ବୋଲି ପ୍ରତିଜ୍ଞା ମଧ୍ୟ କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ କ'ଣ କଲେ? ନିଜର ପାପକୁ ସ୍ୱୀକାର କରିଥିବେ କିମ୍ବା କରିନଥିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦୁଇ ପାର୍ଶ୍ୱରେ ଦୁଇଟି ଚୋର, ଗୋଟିଏ ଚୋର ସେ ନିଜକୁ ସ୍ୱୀକାର କରୁଛନ୍ତି। କେମିତି ସ୍ୱୀକାର କରୁଛନ୍ତି? ଆମ୍ଭେମାନେ ନିଜର କର୍ମର ଫଳ ଭୋଗ କରୁଅଛୁ, ଏ ବିଷୟ ଗୋଟିଏ ଚୋର କହୁଛି, କିମ୍ବା ଆଉ ଗୋଟିଏ ଚୋର କିଛି ମଧ୍ୟ କହୁନାହିଁ। ଆସନ୍ତୁ ଆମ୍ଭେମାନେ ଜାଣିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, କେତେ ଦିନ ପରେ ନୁହେଁ, ସେଇ ଦିନ ଖ୍ରୀଷ୍ଟଙ୍କ ସହିତ ପାରାଦୀସକୁ ଗଲା ସେଇ ଚୋର। ସେ ପାପ ପ୍ରତି ମୃତ୍ୟୁ ହୋଇ ଖ୍ରୀଷ୍ଟଙ୍କ ସହିତ ଜୀବିଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେ ପାପ ପ୍ରତି ମୃତ୍ୟୁ ହୋଇ ସେ ଖ୍ରୀଷ୍ଟଙ୍କ ସହିତ ଜୀବିଥିଲା। ଅନ୍ୟ ଚୋରଟି ଅନୁତପ୍ତ ନ ହୋଇ ଖ୍ରୀଷ୍ଟଙ୍କୁ ନିନ୍ଦା କଲା। ଆପଣମାନେ ଜାଣନ୍ତି, ଗୋଟିଏ ଚୋର ଖ୍ରୀଷ୍ଟଙ୍କୁ ନିନ୍ଦା କଲା ଏବଂ ନିଜର ବିଷୟରେ ସେ ଚିନ୍ତିତ ହେଲା ବା ଚିନ୍ତା କଲା। ନିଜ ଶରୀର ବିଷୟରେ ଚିନ୍ତିତ ହେଲା ଏବଂ ପାପରେ ମୃତ୍ୟୁ ହେଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୋଟିଏ ଚୋର ସେ ନିଜର ଶରୀର ବିଷୟରେ ଚିନ୍ତା କଲା ଏବଂ ନିଜର ଶରୀର ବିଷୟରେ ସେ ନେଇ ବଞ୍ଚିଲା ଏବଂ ସେ ଅନେକ ବିଷୟ ସେ ଭାବିକି ସେଇ ଜାଗାରେ ପ୍ରକାଶ କରିଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ଦୁଇ ପାର୍ଶ୍ୱରେ ଦୁଇଟି ଚୋର, ଗୋଟିଏ ଚୋର ଯୀଶୁଙ୍କୁ ଅନୁତପ୍ତ ହୋଇ ପ୍ରାର୍ଥନା କଲେ, ଆଉ ଗୋଟିଏ ଚୋର ଯୀଶୁଙ୍କୁ ନିନ୍ଦା କରୁଅଛି। ଗୋଟିଏ ଚୋର ନିଜର ପାପକୁ ସ୍ୱୀକାର କରୁଅଛି, ଗୋଟିଏ ଚୋର ପାପକୁ ସ୍ୱୀକାର କରୁନାହିଁ। ସେ ନିଜ ପାଇଁ ବଞ୍ଚୁଅଛି, ନିଜର ଶାରୀରିକ ପାଇଁ ବଞ୍ଚୁଅଛି ଏବଂ ଯୀଶୁଙ୍କୁ ନିନ୍ଦା କରୁଅଛି। କିନ୍ତୁ ଯୀଶୁ ଯେଉଁ ଚୋର ପ୍ରାର୍ଥନା କରିଥିଲେ ପ୍ରଭୁ ଯୀଶୁଙ୍କ ପାଖରେ, ସେଇ ଚୋରକୁ ସେଇଦିନ ପ୍ରତିଜ୍ଞା କଲେ, ଆଜି ମୋ ସହିତ ତୁମେ ପାରାଦୀସରେ ଉପସ୍ଥିତ ହେବ, ଏ ବିଷୟ କହିଲେ। କିନ୍ତୁ ଆଉ ଗୋଟିଏ ଚୋର ପ୍ରଭୁ ଯୀଶୁଙ୍କୁ ନିନ୍ଦା କଲା। ଏବଂ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜୀବନରେ ପ୍ରଭୁଙ୍କ ନିକଟରେ ଥାଇ ମଧ୍ୟ ସେ ରକ୍ଷା ପାଇପାରିଲା ନାହିଁ, ପାପରେ ମଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ପାପରେ ମୃତ୍ୟୁ କିମ୍ବା ପାପ ପ୍ରତି ଆପଣମାନେ ମୃତ୍ୟୁ, ନିଜକୁ ନିଜେ ଆପଣମାନେ ପଚାରନ୍ତୁ। ଗୋଟିଏ ଚୋର ପାପ ପ୍ରତି ମୃତ୍ୟୁ ହୋଇ ସେ ସ୍ୱର୍ଗରେ ଗଲା, ଆଉ ଗୋଟିଏ ଚୋର ସେ ପାପରେ ମଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ଥରେ ଆପଣମାନଙ୍କ ପାଖରେ କହିବା ପାଇଁ ଚାହେଁ, ଆପଣମାନଙ୍କ ସମ୍ମୁଖରେ ଆପଣମାନଙ୍କର ଈଶ୍ୱର ଅଛନ୍ତି। ଆପଣମାନେ ଦୁଇ ପାର୍ଶ୍ୱରେ ଦୁଇଟି ଚୋର, ଯେଉଁ ଚୋରମାନେ ଥିଲେ, ସେଇ ଚୋରମାନଙ୍କ ମଧ୍ୟରୁ ଆପଣମାନେ କାହା ସଦୃଶ୍ୟ ହେବା ପାଇଁ ଇଚ୍ଛା କରୁଅଛନ୍ତି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଡାହାଣ ପଟର ଚୋର ପରି ନା ବାମ ପଟର ଚୋର ପରି? ଆପଣମାନଙ୍କୁ କହୁଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ, ଯଦି ପରମେଶ୍ୱରଙ୍କ ପାଖରେ ଯଦି ନିଜର ପାପକୁ ଯଦି ସ୍ୱୀକାର କରିବେ ନାହିଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଆପଣମାନେ ପାପରେ ମରିବେ। ଏବଂ ପ୍ରଭୁ ଯୀଶୁ ପାପୀକୁ ପ୍ରେମ କରନ୍ତି କିନ୍ତୁ ପାପକୁ ଘୃଣା କରନ୍ତି। ଆପଣମାନେ ଭାବନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ,
ଆପଣମାନେ ପାପରେ ମୃତ୍ୟୁ କିମ୍ବା ପାପ ପ୍ରତି ଆପଣମାନେ ମୃତ୍ୟୁ, ଯଦି ଆପଣମାନେ ପାପ ପ୍ରତି ଆପଣମାନେ ମୃତ୍ୟୁ ହେବେ ତାହେଲେ ସ୍ୱର୍ଗକୁ ଆପଣମାନେ ଯିବେ। ପରମେଶ୍ୱର ଆପଣଙ୍କୁ ନିହାତି ଭାବରେ ସ୍ୱର୍ଗରେ ଜାଗା ଦେବେ। ଯଦି ଆପଣମାନେ ପାପରେ ମୃତ୍ୟୁ, ପାପ ପ୍ରତି ନୁହେଁ ପାପରେ ମୃତ୍ୟୁ, ତାହେଲେ ଗୋଟିଏ ଚୋର ଯେମିତି ଯୀଶୁଙ୍କୁ ଅନେକ ପ୍ରକାର କଥା କହିଲେ ଏବଂ ସେ ପାପରେ ମଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ମଧ୍ୟ ଦୁଇ ପାର୍ଶ୍ୱରୁ ଦୁଇଟି ଚୋର ସଦୃଶ୍ୟ ଆପଣମାନେ ଏବଂ ଅନେକ ଲୋକମାନେ ମଧ୍ୟ ଅଛନ୍ତି। ଆପଣମାନେ ନିଜକୁ ନିଜେ ଭାବନ୍ତୁ, ମୁଁ କେଉଁ ଚୋର? ରାଇଟ୍ ସାଇଡ୍ର ଚୋର ନା ଲେଫ୍ଟ ସାଇଡ୍ର ଚୋର? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ନିଜକୁ ନିଜେ ଭାବନ୍ତୁ ଯେ ମୁଁ ଯଦି ମୋର ପାପକୁ ଯଦି ସ୍ୱୀକାର କରିବି ନାହିଁ ତାହେଲେ କ'ଣ ହେବି? ଏବଂ ଆପଣମାନେ ଗଭୀରତା ସହିତ ଏ ବିଷୟକୁ ଭାବିବା ଦରକାର। ଗୋଟିଏ ଚୋର ଯୀଶୁଙ୍କ ପାଖରେ ଥାଇ ମଧ୍ୟ ସେ ନିଜକୁ ରକ୍ଷା କରିପାରିଲା ନାହିଁ, ସେ ପାପରେ ମଲା। ଜୀବନର କର୍ତ୍ତା ସେଇ ଚୋରର ପାଖରେ ଥିଲେ କିନ୍ତୁ ସେ ମୃତ୍ୟୁବରଣ କଲା। କିନ୍ତୁ ଆଉ ଗୋଟିଏ ଚୋର ସେ ଯୀଶୁଙ୍କ ପାଖରେ ସେଇ ଜୀବନ କର୍ତ୍ତା ପାଖରେ ଥାଇକି ସେ ନିଜର ଭୁଲକୁ ସେ ସ୍ୱୀକାର କଲା ଏବଂ ସେ ପାରାଦୀସକୁ ଗଲା। ଆପଣମାନେ ମଧ୍ୟ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମୟ ଥାଉ ଥାଉ ସୁଯୋଗ ଥାଉ ଥାଉ ଆପଣମାନେ ହାତ ଛଡ଼ା କରନ୍ତୁ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ ଯେ ଆପଣମାନେ ପାପ ପ୍ରତି ଆପଣମାନେ ମୃତ୍ୟୁ ହୁଅନ୍ତୁ ଏବଂ ନିଜର ପାପକୁ ଆପଣମାନେ ସ୍ୱୀକାର କରନ୍ତୁ। ତେବେ ଯାଇ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ ଏବଂ ଯେମିତି ପାରାଦୀସରେ ସେଇ ଚୋର ଗଲା ସେମିତି ଆପଣମାନେ ସ୍ୱର୍ଗକୁ ଯିବେ। এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।